ଆଜି ଆମେ ଏମିତି ଗୋଟିଏ ହୃଦୟସ୍ପର୍ଶୀ କାହାଣୀର ବିଶ୍ଳେଷଣ କରିବାକୁ ଯାଉଛୁ ଯାହା ଶୁଣିଲା ପରେ ସମ୍ପର୍କକୁ ଦେଖିବାର ଆମର ଦୃଷ୍ଟିକୋଣ ବଦଳି ଯାଇପାରେ। ଏହା ହେଉଛି ଅର୍ଜୁନ ଏବଂ ମୀରାଙ୍କ କାହାଣୀ। ଗାଁର ସେହି ସବୁଜ ଧାନକ୍ଷେତ ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ଗଢ଼ି ଉଠିଥିବା ଏହି କାହାଣୀ ଆମକୁ ଶିଖାଏ ଯେ ସମ୍ପର୍କକୁ ମଜବୁତ କରିବା ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ନୁହେଁ, ବରଂ ଛୋଟ ଛୋଟ ମୁହୂର୍ତ୍ତ ହିଁ ଯଥେଷ୍ଟ। ତେବେ ଆସନ୍ତୁ, ବିଳମ୍ବ ନ କରି ସିଧାସଳଖ ଆଲୋଚନା ଆରମ୍ଭ କରିବା। ଭାବନ୍ତୁ ତ, ଗୋଟିଏ ସାଧାରଣ କପ୍ ଚା କିମ୍ବା ଧାର ମଗାଯାଇଥିବା ଗୋଟିଏ ପୁରୁଣା ଛତା କ'ଣ ଗୋଟିଏ ଜୀବନର ଗତିପଥ ବଦଳାଇ ପାରିବ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ଆମ ଆଲୋଚନାର ମୂଳଦୁଆ ହେଉଛି ଏହି ପ୍ରଶ୍ନ। ଆମେ ଦେଖିବା ଯେ ବେଳେବେଳେ ସବୁଠାରୁ ଶକ୍ତିଶାଳୀ ସମ୍ପର୍କଗୁଡ଼ିକ କୌଣସି ଶବ୍ଦର ଆବଶ୍ୟକତା କରନ୍ତି ନାହିଁ। କେମିତି କିଛି ନ କହି ମଧ୍ୟ ନୀରବ ଯତ୍ନ ଦୀର୍ଘସ୍ଥାୟୀ ସମ୍ପର୍କ ଗଠନ କରେ। ଆସନ୍ତୁ ତାହା ଉପରେ ନଜର ପକାଇବା। ଆମ ଆଲୋଚନାର ପ୍ରଥମ ପର୍ଯ୍ୟାୟ ହେଉଛି ଗାଁର ଦୁଇଟି ହୃଦୟ। ଏଠାରେ ଆମେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରକୁ ଦେଖିପାରିବା, ଯାହା ବହୁତ କୌତୂହଳପୂର୍ଣ୍ଣ ଅଟେ। ଗୋଟିଏ ପଟେ ଅଛନ୍ତି ଅର୍ଜୁନ। ସେ ଜଣେ ଅତି ଶାନ୍ତ ସ୍ୱଭାବର ପିଲା। ଗାଁର ଗୋଟିଏ ଛୋଟ ଚା ଦୋକାନରେ କାମ କରନ୍ତି। ତାଙ୍କର ନିଜସ୍ୱ ଗୋଟିଏ ଛୋଟ ଦୁନିଆ ଅଛି। ଆଉ ଅନ୍ୟପଟେ ଅଛନ୍ତି ମୀରା, ଜଣେ ବହୁତ ଖୁସିଆଳି, ଉତ୍ସାହୀ କଲେଜ ଛାତ୍ରୀ। ମୀରା ପ୍ରତିଦିନ ସକାଳେ କଲେଜ ଗଲାବେଳେ ଅର୍ଜୁନଙ୍କ ସେହି ଦୋକାନ ସାମ୍ନା ଦେଇ ଯାଆନ୍ତି। ଏହି ବଡ଼ ପାର୍ଥକ୍ୟ ହିଁ ଆମ କାହାଣୀକୁ ଆଗ୍ରହଜନକ କରେ। ଭାବନ୍ତୁ, ଏତେ ଅଲଗା ସ୍ୱଭାବର ଦୁଇଜଣ ବ୍ୟକ୍ତି କେମିତି ପରସ୍ପର ସହ ଯୋଡ଼ି ହେବେ। ବର୍ତ୍ତମାନ ଆମେ ଦ୍ୱିତୀୟ ଭାଗକୁ ଆସିବା, ନୀରବ ପ୍ରେମର ପ୍ରତୀକ। ଅର୍ଜୁନଙ୍କର ଗୋଟିଏ କଥା ଥିଲା, ସେ ବହୁତ ଲାଜୁକୁଡ଼ା ଥିଲେ। ମୀରାଙ୍କ ସହ ସିଧାସଳଖ କଥା ହେବାକୁ ତାଙ୍କ ପାଖରେ ସାହସ ନଥିଲା। କିନ୍ତୁ ତାଙ୍କର ନିରୀକ୍ଷଣ ଶକ୍ତି ଥିଲା ଜବରଦସ୍ତ। ସେ ଲକ୍ଷ୍ୟ କଲେ ଯେ ମୀରାଙ୍କୁ ଚକୋଲେଟ୍ ବିସ୍କୁଟ ଖାଇବାକୁ ଭାରି ପସନ୍ଦ। ତେଣୁ ସେ କ'ଣ କଲେ ଜାଣିଛନ୍ତି? ପ୍ରତିଦିନ କିଛି ବି ନ କହି ସେ ଚୁପଚାପ ମୀରାଙ୍କ ପୁଣି ସେହି ଚକୋଲେଟ୍ ବିସ୍କୁଟ ରଖିଦେଉଥିଲେ। ସତ କହିବାକୁ ଗଲେ ଏହା କେବଳ ଗୋଟିଏ ମାମୁଲି ବିସ୍କୁଟ ନଥିଲା, ଏହା ଥିଲା ତାଙ୍କର ନୀରବ ଯତ୍ନର ଏକ ବଡ଼ ପ୍ରମାଣ। ବିନା ଶବ୍ଦରେ ନିଜ ମନର କଥା ପ୍ରକାଶ କରିବାର ଏହା ଗୋଟିଏ ନିଆରା ଉପାୟ ଥିଲା, ନୁହେଁ କି? ଆସନ୍ତୁ ତୃତୀୟ ପର୍ଯ୍ୟାୟ ଉପରେ ଆଖି ପକାଇବା, ବର୍ଷା ଓ ନୀଳ ଛତା। ଏହିଠାରେ କାହାଣୀରେ ଆସେ ଗୋଟିଏ ବଡ଼ ମୋଡ଼। ଦିନେ ହଠାତ୍ ପ୍ରବଳ ବର୍ଷା ହେଲା ଆଉ ମୀରା ତାଙ୍କ ଛତା କଲେଜରେ ଭୁଲି ଯାଇଥିଲେ। ସେ କଲେଜ ଗେଟ୍ ପାଖରେ ଓଦା ସରସର ହୋଇ ଠିଆ ହୋଇଛନ୍ତି। ଠିକ୍ ସେହି ସମୟରେ ଅର୍ଜୁନ ନିଜର ଗୋଟିଏ ପୁରୁଣା ନୀଳ ଛତା ନେଇ ସେଠାରେ ପହଞ୍ଚିଗଲେ। ସେହି ଗୋଟିଏ ଛତା ତଳେ ଦୁହେଁ ଏକଦମ ଚୁପଚାପ ଘର ପର୍ଯ୍ୟନ୍ତ ଚାଲି ଚାଲିଗଲେ। ଏଠାରେ ସେହି ନୀଳ ଛତାଟି କେବଳ ବର୍ଷାରୁ ରକ୍ଷା ପାଇବା ପାଇଁ ବ୍ୟବହାର ହୋଇନଥିଲା, ବରଂ ଏହା ଥିଲା ଗୋଟିଏ ଆଶ୍ରୟ ଯାହା ସେମାନଙ୍କ ମଧ୍ୟରେ ଥିବା ଦୂରତାକୁ ଏକାଥରକେ କମେଇଦେଲା ଆଉ ଆଗକୁ କଥାବାର୍ତ୍ତା ହେବା ପାଇଁ ବାଟ ଫିଟେଇଦେଲା। ଏହାପରେ ଆସୁଛି ଆମର ଚତୁର୍ଥ ପର୍ଯ୍ୟାୟ, ସମ୍ପର୍କର ନୂଆ ଆରମ୍ଭ। ବର୍ଷା ଛାଡ଼ିବାର ପରଦିନ ସବୁକିଛି ବଦଳିଗଲା। ଯେତେବେଳେ ମୀରା ଦୋକାନ ପାଖେ ଦେଇଗଲେ, ସେ ପ୍ରଥମ ଥର ପାଇଁ ଅର୍ଜୁନଙ୍କୁ ଦେଖି ମୁସ୍କୁରାଇଲେ ଏବଂ ଗୋଟିଏ କଥା କହିଲେ, ତୁମ ଚା ଭଳି ତୁମେ ମଧ୍ୟ ବହୁତ ଭଲ। ବାସ୍, ଏହି ଗୋଟିଏ ବାକ୍ୟ ପୂରା ଖେଳ ବଦଳାଇ ଦେଲା। ଯେଉଁ ସମ୍ପର୍କ କେବଳ ଚକୋଲେଟ୍ ବିସ୍କୁଟ ଆଉ ଚୁପଚାପ ଚାହାଣୀ ଭିତରେ ଲୁଚି ରହିଥିଲା, ତାହା ଶେଷରେ ଶବ୍ଦର ରୂପ ନେଲା। ଏହା ହିଁ ଥିଲା ସେମାନଙ୍କର ପ୍ରକୃତ କଥାବାର୍ତ୍ତାର ଶୁଭାରମ୍ଭ। ଏହି ସମ୍ପର୍କଟା କେମିତି ଧୀରେ ଧୀରେ ଆଗକୁ ବଢ଼ିଲା, ତାହା ବୁଝିବା ବହୁତ ଜରୁରୀ। ଏହା କୌଣସି ଫିଲ୍ମ ଭଳି ରାତାରାତି ହୋଇନଥିଲା। ପ୍ରଥମେ ନୀରବରେ ବିସ୍କୁଟ ରଖିବାରୁ କଥା ଆରମ୍ଭ ହେଲା। ତାପରେ ସେହି ବର୍ଷାଦିନର ଚୁପଚାପ ଚଲାପଥ। ତୃତୀୟ ପର୍ଯ୍ୟାୟରେ ଏହା ଚା କପ୍ ସାମ୍ନାରେ ହସଖୁସି, ଛୋଟ ଛୋଟ ଚିଠି ଆଦାନ ପ୍ରଦାନ ଆଉ ଏକାଠି ସୂର୍ଯ୍ୟାସ୍ତ ଦେଖିବାକୁ ରୂପାନ୍ତରିତ ହେଲା। ଏହା ଥିଲା ଏକ ସ୍ୱାଭାବିକ ଏବଂ ସୁନ୍ଦର କ୍ରମବିକାଶ, ଯାହା ଶେଷରେ ଏକ ସୁନ୍ଦର ସନ୍ଧ୍ୟାର ସ୍ୱୀକାରୋକ୍ତିରେ ପହଞ୍ଚିଥିଲା। ଆମେ ପହଞ୍ଚିଗଲେଣି ପଞ୍ଚମ ଏବଂ ଅନ୍ତିମ ଭାଗରେ, ସଫଳ ପ୍ରେମ କାହାଣୀ। ଏଠାରେ ଆମେ ଟିକେ ଅଟକିବା ଆଉ ଗୋଟିଏ କଥା ଚିନ୍ତା କରିବା। ଗୋଟିଏ ନୀରବ ପ୍ରେମକୁ ନିଜର ସ୍ୱର ପାଇବାକୁ ପ୍ରକୃତିରେ କେତେ ସମୟ ଲାଗେ? ନିଜ ମନର ଭାବନାକୁ ବାହାରକୁ ଆଣିବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାର ଓଜନ କେତେ ହୋଇପାରେ? ଅର୍ଜୁନ ବହୁତ ବର୍ଷ ଧରି ନିଜ ଭାବନାକୁ ସାଇତି ରଖିଥିଲେ, କିନ୍ତୁ ଶେଷରେ ଏମିତି ଏକ ସମୟ ଆସିଲା ଯେତେବେଳେ ସେହି ନୀରବତାକୁ ଭାଙ୍ଗିବାର ସାହସ ମିଳିଲା। ଆଉ ସେହି ବର୍ଷାଭରା ସନ୍ଧ୍ୟାରେ ଯେତେବେଳେ ଅର୍ଜୁନ ଶେଷରେ ନିଜ ମନ କଥା ଖୋଲି କହିଲେ, ମୀରାଙ୍କ ଉତ୍ତର ସମସ୍ତଙ୍କ ହୃଦୟ ଛୁଇଁଗଲା। ମୀରା ହସି ହସି କହିଲେ, ମୁଁ ସେହିଦିନଠାରୁ ଜାଣିଥିଲି, ଯେଦିନ ତୁମେ ମୋତେ ବର୍ଷାରୁ ବଞ୍ଚାଇଥିଲ। ମାନେ ଭାବନ୍ତୁ ଥରେ, ଅର୍ଜୁନକୁ ଲାଗୁଥିଲା ଯେ ସେ ନିଜ ପ୍ରେମକୁ ବହୁତ ଲୁଚାଇ ରଖିଛନ୍ତି, କିନ୍ତୁ ସେହି ପୁରୁଣା ନୀଳ ଛତା ଆଉ ତାଙ୍କର ସେହି ଦୈନନ୍ଦିନ ଯତ୍ନ ବହୁତ ପୂର୍ବରୁ ସବୁକିଛି ବଖାଣି ଦେଇଥିଲା। ପ୍ରକୃତ ସମ୍ପର୍କରେ ଭାବନା ବୁଝିବା ପାଇଁ ଶବ୍ଦର ସେଥିରେ ଆବଶ୍ୟକତା ନଥାଏ। ଆମେ ଆମର ଏହି ବିଶ୍ଳେଷଣର ଶେଷ ପର୍ଯ୍ୟାୟରେ ଅଛୁ, ଆଉ ଆଜିର ସବୁଠାରୁ ବଡ଼ ଶିକ୍ଷା ହେଉଛି ଏଇଆ,
ଆଜିକାଲିର ଦୁନିଆରେ ଯୋଉଠି ଲୋକମାନେ ନିଜର ପ୍ରେମ ଦେଖାଇବା ପାଇଁ ବଡ଼ ବଡ଼ ଜିନିଷ କରନ୍ତି, ସେଠାରେ ଅର୍ଜୁନ ଆଉ ମୀରାଙ୍କ କାହାଣୀ ପ୍ରମାଣ କରେ ଯେ କ୍ରମାଗତ ଏବଂ ନୀରବ ଯତ୍ନ ହିଁ ସବୁଠାରୁ ଗଭୀର ସମ୍ପର୍କ ତିଆରି କରେ। ପ୍ରତିଦିନ ରଖାଯାଉଥିବା ଗୋଟିଏ ଚକୋଲେଟ୍ ବିସ୍କୁଟ କିମ୍ବା ଦରକାର ବେଳେ ବଢ଼ାଇ ଦିଆଯାଇଥିବା ଗୋଟିଏ ଛତା ବଡ଼ ବଡ଼ ପ୍ରତିଶ୍ରୁତିଠାରୁ କାହିଁ ଗୁଣରେ ମୂଲ୍ୟବାନ। ତେଣୁ ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି, ଆମ ଦୈନନ୍ଦିନ ଜୀବନରେ ଆମେ ଏମିତି କେଉଁ ଛୋଟ ଛୋଟ ନୀରବ କାମ ମାଧ୍ୟମରେ ଆମ ପ୍ରିୟଜନଙ୍କୁ ନିଜର ସ୍ନେହ ଦେଖାଉଛୁ? ଥରେ ନିଶ୍ଚୟ ଚିନ୍ତା କରିବେ।